ଆପଣଙ୍କ ପିଲାର ମନ ପାଠ ପଢ଼ାରେ ଲାଗୁନାହିଁ କି? ଆପଣଙ୍କ ପିଲା ଅଧିକ ସମୟ ଖେଳକୁଦରେ ଲାଗି ରହୁଛି। ଆପଣମାନେ ବହୁତ ଚିନ୍ତାରେ ରହୁଛନ୍ତି ଯେ ଆମ ପିଲା କିପରି ପାଠ ପଢ଼ିବ। କିନ୍ତୁ ଆଜିକାଲିର ପିଲା ପଢ଼ିବା ସମୟରେ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି। ଯଦି ବି ଆପଣ ଆପଣଙ୍କ ପିଲା ଉପରେ ପ୍ରେସର ପକାଇ ପାଠ ପଢ଼ିବାକୁ ଚାହୁଁଥାନ୍ତି, ତ ଏମିତି କଲେ କ'ଣ ହେବ ନା ଆପଣଙ୍କର ପିଲା ପାଠ ପଢ଼ାରେ ଦୂରକୁ ଚାଲିଯିବ। ଏଥିପାଇଁ ଆପଣ କିଛି ଉପାୟ ଆପଣାନ୍ତୁ କି ଯାହା ଦ୍ୱାରା ଆପଣଙ୍କ ପିଲାର ମନ ସବୁବେଳେ ପାଠ ପଢ଼ାରେ ମନ ଲାଗିବ। ଆଜିର ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ ଭିଡ଼ିଓଟିଏ, ଏଥିପାଇଁ ଭିଡ଼ିଓଟିକୁ ପୁରା ଦେଖନ୍ତୁ। ତେବେ ଚାଲନ୍ତୁ ଜାଣିବା ପ୍ରଥମ ଉପାୟ କ'ଣ ଆଉ ଆପଣମାନେ କିପରି ଏହି ଉପାୟକୁ କରିବେ। ତ ଯେବେ ବି ଆପଣଙ୍କର ପିଲା ପଢ଼ିବାରେ ବସିବ ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଆପଣ 5ଟି ତୁଳସୀ ପତ୍ରକୁ ପିଲାର ପାଟିରେ ରଖିଦେବେ। ଏହା କଲେ କ'ଣ ହେବ ନା ଆପଣଙ୍କର ପିଲାର ମନ ପାଠ ପଢ଼ାରେ ମନ ଲାଗିବ ଏବଂ ଭଗବାନ ଗଣେଶ ବି ପିଲା ଉପରେ ଖୁସି ରହିବେ। ଆଉ ଯାହା ଉପରେ ଭଗବାନ ଗଣେଶଙ୍କର କୃପା ରହିଥାଏ ସେହି ବ୍ୟକ୍ତି ଉପରେ ଖୁସି ଆସିଥାଏ, ସମୃଦ୍ଧି ଆସିଥାଏ। ଯେବେ ଗଣେଶ ଖୁସି ହେଇକି ଆପଣଙ୍କ ପିଲାକୁ ଜ୍ଞାନ, ବୁଦ୍ଧି ଓ ସଫଳତାର ଆଶୀର୍ବାଦ ଦେଇଥାନ୍ତି। ତ ଆପଣ ଏହି ଉପାୟକୁ ଜରୁର କରିକି ଥରେ ଦେଖନ୍ତୁ। ଏହା ବହୁତ ସରଳ ଉପାୟଟିଏ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ। ଯଦି ଆପଣଙ୍କର ପିଲା ପାଠ ପଢ଼ାରେ କମଜୋର ଅଟେ କିମ୍ବା ପାଠ ପଢ଼ାରେ ବିଲକୁଲ ବି ମନ କରିନଥାଏ, ତ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଆପଣ ଆପଣଙ୍କର ପିଲାର ଜିଭରେ ଗୋଟିଏ ଲାଲ ରଙ୍ଗର ରୁମାଲକୁ ଘୋଡ଼େଇକି ରଖିବେ। ଏହାପରେ ଦେବୀ ସରସ୍ୱତୀ ଓ ଗଣେଶଙ୍କର ବୀଜ ମନ୍ତ୍ର କହିବେ। ମନ୍ତ୍ରଟି ହେଉଛି ଓମ୍ ଗଣ ଗଣପତେ ନମଃ। ଏହି ମନ୍ତ୍ରକୁ ଆପଣ 5 ଥର, 11 ଥର କିମ୍ବା 21 ଥର ଜପ କରିବେ। ଏହି 3ଟି ସଂଖ୍ୟା ଭିତରୁ ଯେଉଁଟା ବି ଆପଣ ଜପ କରିପାରିବେ। ଏହି ଉପାୟକୁ ବହୁତ ସହଜ ଉପାୟଟିଏ। ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ଦେଇଥାଏ। ଏହି ଉପାୟକୁ ଆପଣ ନିହାତି ଥରେ କରିକି ଦେଖନ୍ତୁ, ଆପଣଙ୍କୁ କେତେ ଲାଭ ମିଳିବ। ଏବେ ଆସନ୍ତୁ ଜାଣିବା ତୃତୀୟ ଉପାୟ। ପାଠ ପଢ଼ାରେ ମନ ଲାଗିବା ପାଇଁ ଏବଂ ଆପଣଙ୍କର ପିଲାର ଏକାଗ୍ରତାକୁ ବଢ଼ାଇବା ପାଇଁ ଆପଣ ଆପଣଙ୍କ ପିଲାକୁ ପ୍ରାତଃ ଯୋଗ କରାଇବା ଉଚିତ। ଏବଂ ଏହା ସହ ଆପଣଙ୍କୁ ଗୋଟିଏ ଉପାୟ କରିବାକୁ ପଡ଼ିବ। ଏହି ଉପାୟ କଲେ କ'ଣ ହେବ ନା ଆପଣଙ୍କର ପିଲାର ପାଠ ପଢ଼ାରେ ମନ ଲାଗିବ। ଏହି ଉପାୟକୁ ଆପଣ କିପରି କରିବେ ନା ଗୋଟିଏ ଦୀପ ଜଳାଇବେ। ଆପଣ ଚାହିଁଲେ ମହମବତୀ ବି ନେଇପାରିବେ ଏବଂ ଆପଣଙ୍କର ପିଲାକୁ କହିବେ ସେହି ଦୀପ ବା ମହମବତୀର ନିଆଁକୁ କେନ୍ଦ୍ରିତ କରିବା ପାଇଁ। ଏହି ଉପାୟକୁ ଆପଣଙ୍କୁ ପ୍ରତ୍ୟେକ ଦିନ କରିବାକୁ ପଡ଼ିବ। ଏହା କରିବା ଦ୍ୱାରା କ'ଣ ହେବ ନା କି ଆପଣଙ୍କର ପିଲାର ମନ ଏକାଗ୍ର ହେଇଯିବ। ଏହି ସାଧନା ମନ ଓ ବୁଦ୍ଧି ଦୁଇଟିକୁ ଏକାଗ୍ର କରିଥାଏ। ତ ଏହି ଉପାୟ ବହୁତ ଛୋଟ ଉପାୟ ଅଟେ। ଆପଣ ଅତି ସହଜରେ ଏହି ଉପାୟକୁ କରିପାରିବେ। ଆସନ୍ତୁ ଜାଣିବା ଚତୁର୍ଥ ଉପାୟ। ଆପଣଙ୍କର ପିଲା ଯେଉଁ ସବଜେକ୍ଟରେ ନିଜକୁ କମଜୋର ଭାବିଥାଏ, ସେହି ବୁକ୍ସ ବା ବହିରେ ଆପଣ ଗୁରୁବାର ଦିନ ଗୋଟିଏ ମୟୂର ପୁଙ୍ଖ ରଖିଦିଅନ୍ତୁ। ଗୁରୁବାର ଦିନ ଆପଣଙ୍କୁ ଆପଣଙ୍କର ପିଲାର ସେହି ସବଜେକ୍ଟରେ ବା ବହିରେ ଗୋଟିଏ ମୟୂର ପୁଙ୍ଖ ରଖିବେ ଯେଉଁ ସବଜେକ୍ଟରେ ଆପଣଙ୍କର ପିଲା ୱିକ୍ ଥାଏ। ଏହା କରିବା ଦ୍ୱାରା ଆପଣଙ୍କ ପିଲାର ସେହି ବିଷୟ ପ୍ରତି ଆକର୍ଷିତ ବଢ଼ିବ ଓ ଧୀରେ ଧୀରେ ସେହି ବିଷୟକୁ ମନ ଲଗାଇ ପଢ଼ିବ। ଏବେ ଆସନ୍ତୁ ଜାଣିବା ପଞ୍ଚମ ଉପାୟ। ସବୁବେଳେ ଆପଣଙ୍କର ପିଲା ନିଜର ବହିପତ୍ରକୁ ସବୁବେଳେ ଶ୍ରଦ୍ଧା ଓ ଯତ୍ନ ନେବା ଉଚିତ। ଏଥିପାଇଁ କେବେ ବି ପିଲାର ବହିପତ୍ରକୁ ଅସନା କିମ୍ବା ଅସଜଡ଼ା ରଖିବା ଉଚିତ ନୁହେଁ। ସବୁବେଳେ ବହିରେ କଭର ଚଢ଼ାଇକି ରଖନ୍ତୁ। ବହିପତ୍ରକୁ କେବେ ବି ଇଆଡ଼େ ସିଆଡ଼େ ପକାଇକି ରଖିବା ଉଚିତ ନୁହେଁ, ନଚେତ ଦେବୀ ସରସ୍ୱତୀଙ୍କର ଅପମାନ ହୋଇଥାଏ। ଯଦି ଆପଣଙ୍କର ପିଲାର ବହିପତ୍ରକୁ ପ୍ରପର ସମ୍ଭାଳିକି ରଖିବେ, ବହିପତ୍ରକୁ ଅସଜଡ଼ା କିମ୍ବା ଅସନା କରିକି ନ ରଖିବେ, ତ ଏହା ଦ୍ୱାରା ଦେବୀ ସରସ୍ୱତୀ ପ୍ରସନ୍ନ ହୋଇ ବିଦ୍ୟାର ବରଦାନ ଦେଇଥାନ୍ତି। ଏହା ସହ ଆପଣଙ୍କର ପିଲାର ପାଠପଢ଼ା ବହିକୁ ଯଦି ଯତ୍ନର ସହ ରଖିବେ ତ ଆପଣଙ୍କର ପିଲା ପାଠ ପଢ଼ାରେ ମନ ଲାଗିଥାଏ। ଆପଣ ଆପଣଙ୍କ ପିଲାକୁ ଜରୁର ବୁଝାନ୍ତୁ କି ସେ କେବେ ବି ତାର ପାଠପଢ଼ା ବହିକୁ ଇଆଡ଼େ ସିଆଡ଼େ ପକାଇବ ନାହିଁ କିମ୍ବା ଅସନା କରିବା ଉଚିତ ନୁହେଁ। ଏବେ ଆସନ୍ତୁ ଜାଣିବା ଷଷ୍ଠ ଉପାୟ। ଯଦି କୌଣସି ପ୍ରକାରରେ ଆପଣଙ୍କର ପିଲା ମନରେ ଅଭିମାନ କରିକି ପାଠ ପଢ଼ିବାରେ ବସିଥାଏ, ତ ଏହାର କାରଣ ଆପଣଙ୍କର ପିଲାର କୁଣ୍ଡଳୀରେ ଗ୍ରହର ଖରାପ ସ୍ଥିତି ଥାଏ। ତ ଏମିତିରେ ଆପଣ କ'ଣ କରିବେ ନା ଆପଣ ଗୋଟିଏ ଲାଲ କପଡ଼ାକୁ ପାଠପଢ଼ା ଟେବୁଲ ଉପରେ ବିଛାଇ ଦିଅନ୍ତୁ। ସେହି ଲାଲ କପଡ଼ା ଉପରେ ଶ୍ରୀ ଯନ୍ତ୍ର ସ୍ଥାପନା କରିବେ। ଏହାପରେ ଯେବେ ଆପଣଙ୍କର ପିଲା ପାଠ ପଢ଼ିବା ପାଇଁ ବସିବ ତ 2 ମିନିଟ ଶ୍ରୀ ଯନ୍ତ୍ର ଉପରେ ପିଲାକୁ କହିବେ ଯେ ଧ୍ୟାନ ଚକ୍ର କରିବା ପାଇଁ। ଓମ୍
ଭଗବାହେ ବିଦ୍ୟା ଦେହି ଦେହି ଓମ୍ ନମଃ ଏହି ମନ୍ତ୍ରକୁ ଜପ କରିବେ। ଏହି ମନ୍ତ୍ରକୁ 5, 11, 21 ଥର ଜପ କରିପାରିବେ। ଆପଣ ନିଜେ ଦେଖିବେ ଧୀରେ ଧୀରେ ଆପଣଙ୍କର ପିଲାର ମନ ପାଠ ପଢ଼ାରେ ଲାଗିବ ଏବଂ ଏହା ଆପଣଙ୍କୁ ଅନୁଭବ କରାଇବ କି ଆପଣଙ୍କର ପିଲା ପୂର୍ବ ଅପେକ୍ଷା ପାଠ ପଢ଼ାରେ ମନ ଲାଗିଅଛି। ଆପଣ କେବେ ବି ଏହି ଭୁଲ କରିବେ ନାହିଁ। ଆପଣଙ୍କର ପିଲାର ଷ୍ଟଡି ରୁମ୍ରେ ଶୌଚାଳୟ ବନାଇବେ ନାହିଁ। ଯଦି ଆପଣଙ୍କ ପିଲାର ପାଠପଢ଼ା ରୁମ୍ରେ ଶୌଚାଳୟ ଥାଏ ତେବେ ଆପଣଙ୍କର ପିଲା ପାଠପଢ଼ାରେ ଅସୁସ୍ଥ ରହିଥାଏ। ଯଦି ଆପଣଙ୍କର ପିଲାର ପାଠପଢ଼ା ରୁମ୍ରେ କୌଣସି ସୀସା ଲଗାଇଛନ୍ତି ତ ଚେଷ୍ଟା କରନ୍ତୁ ସେହି ସୀସାର ଛାୟା ଯେପରି ଆପଣଙ୍କର ପିଲାର ବହି ଉପରେ ପଡ଼ିବା ଉଚିତ ନୁହେଁ କିମ୍ବା ଆପଣଙ୍କ ପିଲା ପଢ଼ୁଥିବା ଟେବୁଲ ଉପରେ ପଡ଼ିବା ଉଚିତ ନୁହେଁ। ତ ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ବହୁତ ଛୋଟିଆ ଛୋଟିଆ ଉପାୟ ଜଣାଇଲୁ। ଆପଣ ଏହି ଉପାୟ ଗୁଡ଼ିକୁ ବହୁତ ସହଜରେ କରିପାରିବେ। ଆପଣଙ୍କୁ ଏହି ଉପାୟକୁ କରିବା ପାଇଁ କିଛି ବି କଷ୍ଟ କରିବାକୁ ପଡ଼ିବ ନାହିଁ। ଆଜିର ଭିଡ଼ିଓରେ କୁହାଯାଇଥିବା ସବୁ ଉପାୟକୁ ଆପଣ କରିବାର ଆବଶ୍ୟକତା ନାହିଁ। ଏହି ଉପାୟ ଭିତରୁ ମାତ୍ର କୌଣସି ବି ଗୋଟିଏ ଉପାୟ ଆପଣ କରିପାରିବେ ଏବଂ ଆପଣଙ୍କର ପିଲାର ପାଠପଢ଼ାରେ ମନ ଲଗାଇ ପାରିବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ସରସ୍ୱତୀ ଅବଶ୍ୟ ଲେଖନ୍ତୁ।